ଆଜିର ଦୈନନ୍ଦିନ ସତ୍ସଙ୍ଗରେ ଭଗବତ ଗୀତା ମୁଁ କହିବା ଆରମ୍ଭ କରୁଅଛି। 12 ବର୍ଷ ବନବାସରୁ ଫେରିବା ପରେ ପାଣ୍ଡବମାନଙ୍କୁ ଦୁର୍ଯ୍ୟୋଧନ ରାଜ୍ୟ ଭାଗ ନ ଦେବାରୁ ଏବଂ ବିନା ଯୁଦ୍ଧରେ ସୂଚାଗ୍ର ଭୂମି ମଧ୍ୟ ନ ଦେବାକୁ କହିବାରୁ ମହାଭାରତ ଯୁଦ୍ଧ କୌରବ ପାଣ୍ଡବଙ୍କ ମଧ୍ୟରେ ହୋଇଥିଲା। ଯୁଦ୍ଧର ବିବରଣୀକୁ ଜାଣିବାକୁ ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପ୍ରଶ୍ନ କଲେ। ଧର୍ମକ୍ଷେତ୍ର ସ୍ୱରୂପ କୁରୁକ୍ଷେତ୍ରରେ ମୋର ପୁତ୍ର ଏବଂ ପଣ୍ଡୁ ପୁତ୍ରମାନେ କ'ଣ କରୁଛନ୍ତି? ଧୃତରାଷ୍ଟ୍ର ପୁତ୍ର ମୋହରେ ଅନ୍ଧ ହୋଇଯାଇଥିଲା ଏବଂ କେବଳ ଦୁର୍ଯ୍ୟୋଧନଙ୍କୁ ନିଜ ପୁତ୍ର ବୋଲି ଭାବୁଥିଲା। ଭାତୃପୁତ୍ରମାନଙ୍କୁ ନିଜ ପୁତ୍ର ବୋଲି ଭାବୁନଥିବାରୁ ମୋର ପୁତ୍ର ଏବଂ ପାଣ୍ଡବମାନେ କ'ଣ କରୁଛନ୍ତି ବୋଲି ପଚାରିଥିଲେ। ଯୁଦ୍ଧ ଆରମ୍ଭ ହେବାକୁ ଥିବା ସତ୍ତ୍ୱେ ଉଭୟେ କ'ଣ କରୁଛନ୍ତି ବୋଲି ପଚାରିବାର କାରଣ ହେଲା, କୁରୁକ୍ଷେତ୍ର ଧର୍ମକ୍ଷେତ୍ର ହୋଇଥିବାରୁ ଶ୍ରୀକୃଷ୍ଣଙ୍କ ପ୍ରରୋଚନାରେ ଉଭୟ ପକ୍ଷ ସନ୍ଧି କରିଥିବା ଭୟରେ ଧୃତରାଷ୍ଟ୍ର ଏପରି ପଚାରିଥିଲେ। ଏହି ମୁଁ ଓ ତୋର ଭାବ ହେଉଛି ଜଗତ ଏବଂ ଜଗତର ସମସ୍ତ କଳହର ଆଧାର, ଯାହାକୁ ଦିବ୍ୟଦର୍ଶନ ଅଜ୍ଞାନ କହେ। ଦିବ୍ୟଚକ୍ଷୁ କହିଲେ ଜ୍ଞାନଚକ୍ଷୁ କୁହାଯାଏ। ଦର୍ପଣ ଦ୍ୱାରା ଯେପରି ଆମେ ଭିତର ବାହାର ସବୁକିଛି ଦେଖିପାରୁ, ଠିକ୍ ସେହିପରି ଜ୍ଞାନ ଦ୍ୱାରା ଆମେ ସବୁକିଛି ଦେଖିପାରୁ। ଦର୍ପଣ ଦ୍ୱାରା ଯେପରି ଭିତର ବାହାର ସବୁକିଛି ଦେଖାଯାଏ, ଠିକ୍ ସେହିପରି ଜ୍ଞାନ ଦ୍ୱାରା ଆମେ ସବୁକିଛି ଦେଖିପାରୁ ବା ଅନୁଭବ କରିପାରୁ। ସେହି ଚକ୍ଷୁ ରୂପକ ଜ୍ଞାନକୁ ଅବଲମ୍ବନ କରି ସଞ୍ଜୟ ଯୁଦ୍ଧକ୍ଷେତ୍ରରେ ବହୁ ଦୂରରେ ଥିବା ସତ୍ତ୍ୱେ ଯୁଦ୍ଧକ୍ଷେତ୍ରର ସମସ୍ତ ବିବରଣୀ ଅନୁଭବ କରିପାରୁଥିଲେ। ସଞ୍ଜୟ କହିଲେ, ସର୍ବଗ୍ରାସୀ ପ୍ରଳୟ ପରି ପାଣ୍ଡବ ସୈନ୍ୟ ଅଗ୍ରସର। ସମୁଦ୍ର ମନ୍ଥନ ଦ୍ୱାରା କାଳକୂଟ ବିଷ ଉପରକୁ ଉଠିବା ସଦୃଶ ପାଣ୍ଡବମାନେ ବିଭିନ୍ନ ବ୍ୟୂହ ରଚନା କରି ଛକି ରହିଛନ୍ତି। ହସ୍ତୀ ବ୍ୟୂହକୁ ଦେଖି ସିଂହ ଭ୍ରୂକ୍ଷେପ ନ କରିବା ସଦୃଶ ଦୁର୍ଯ୍ୟୋଧନ ଭୟ ନ କରି ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଇ କହିଲେ, ହେ ଆଚାର୍ଯ୍ୟ, ପାଣ୍ଡୁପୁତ୍ରମାନଙ୍କ ସୈନ୍ୟବଳ କିପରି ସୁସଜ୍ଜିତ ହୋଇଛନ୍ତି ଦେଖନ୍ତୁ। ଯେଉଁ ଶିଷ୍ୟଙ୍କୁ ଆପଣ ଅଷ୍ଟବିଦ୍ୟାରେ ପାରଦର୍ଶୀ କରାଇଛନ୍ତି, ସେହି ଆପଣଙ୍କ ଶିଷ୍ୟ ଧୃଷ୍ଟଦ୍ୟୁମ୍ନ ବ୍ୟୂହ ରଚନା କରି ଆପଣଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ପାଣ୍ଡବ ପକ୍ଷ ନେଇଛନ୍ତି। ଆପଣ ତା ସହ ପୂର୍ବଶତ୍ରୁତାର ପ୍ରତିଶୋଧ ନେବାକୁ ଧୃଷ୍ଟଦ୍ୟୁମ୍ନ ଚାହୁଁଛି। ପାଣ୍ଡବ ସେନାରେ ଅସ୍ତ୍ରଚାଳନାରେ ଧୁରନ୍ଧର ଅନେକ ବୀର ଅଛନ୍ତି। ଭୀମ, ଅର୍ଜୁନଙ୍କ ଭଳି ମହାରଥୀମାନେ ଅଛନ୍ତି। ଧୃଷ୍ଟକେତୁ, କାଶୀରାଜ, ଅଭିମନ୍ୟୁ, ଦ୍ରୌପଦୀଙ୍କ 5 ପୁତ୍ର ଆଦି ପରାକ୍ରମୀ ଯୋଦ୍ଧା ଅଛନ୍ତି। ତାଙ୍କ ଦଳରେ ମହାରଥ, ରଥୀ ଏପରି 4ଟି ଶ୍ରେଣୀର ସୈନ୍ୟ ଅଛନ୍ତି। ମହାରଥ 10,000 ଯୋଦ୍ଧାଙ୍କ ସହ ଏକାକୀ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିବାକୁ ସମର୍ଥ। ଅତିରଥ ଅସଂଖ୍ୟ ଶୂରବୀରଙ୍କ ସଙ୍ଗେ ଏକାକୀ ଯୁଦ୍ଧ କରିବାକୁ ସମର୍ଥ। ରଥୀ ଯେ ଏକାକୀ ଜଣେ ଯୋଦ୍ଧାଙ୍କ ସହ ଯୁଦ୍ଧ କରିବାକୁ ସମର୍ଥ ହୋଇଥାଏ। ଅଧିରଥ ରଥୀ ଅପେକ୍ଷା ହୀନବଳ। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି।